24 ଘଣ୍ଟା ମଧ୍ୟରେ କୋଟିପତି କରିଦେବ ଏହି ଗଛ। ଟଙ୍କା ଦରକାର ଥିଲେ ଥରେ ନିଶ୍ଚୟ ଜାଣି ନିଅନ୍ତୁ। ଆଜି ଆମେ ଆପଣଙ୍କୁ ଅପାମାର୍ଗ ଗଛ ବିଷୟରେ କହିବୁ, ଯାହାକୁ ଏକ ସାଧାରଣ ଗଛ କହିବା ଭୁଲ ହେବ। ଏହି ଗଛରେ ସ୍ୱୟଂ ଭଗବାନ ଶିବ, ଶନିବାର ଏବଂ ଅନ୍ୟାନ୍ୟ ଦେବାଦେବୀ ମଧ୍ୟ ବାସ କରନ୍ତି। ଏହି ଗଛର ପ୍ରୟୋଗ ଦ୍ୱାରା ମନୁଷ୍ୟର ଭାଗ୍ୟ ମଧ୍ୟ ବଦଳି ଯାଇପାରିବ। କହି ରଖିବୁ ଯେ ଏହି ଅପାମାର୍ଗ ଗଛର ଉଭୟ ତାନ୍ତ୍ରିକ ଗୁଣ ଏବଂ ଆୟୁର୍ବେଦିକ ଗୁଣ ରହିଛି। ଏହି ଗଛ ଦ୍ୱାରା ଆପଣଙ୍କର ଅନେକ ଗମ୍ଭୀର ରୋଗ ମଧ୍ୟ ଦୂର ହୋଇଯିବ। ଏହି ଗଛକୁ ଅପାମାର୍ଗ କହିବାର କାରଣ ହେଉଛି ଏହାର ମଞ୍ଜି ଓଲଟା ରହିଥାଏ। ଏହାକୁ ଭିନ୍ନ ଭିନ୍ନ ସ୍ଥାନ ଅନୁଯାୟୀ ଭିନ୍ନ ଭିନ୍ନ ନାମରେ ଜଣାଯାଏ। ଆୟୁର୍ବେଦ ଭାଷାରେ ଏହାକୁ ଅପାମାର୍ଗ ଗଛ କୁହାଯାଏ। ବାସ୍ତୁଶାସ୍ତ୍ରର ବନସ୍ପତି ଜ୍ଞାନର 51 ଅଧ୍ୟାୟରେ ଏହା ଦେଖିବାକୁ ପାଇବେ ଯେ ଏହା ପୂର୍ବରୁ ମୁନିଋଷିଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ। ପୂର୍ବରୁ ମୁନିଋଷିମାନେ ଅଧିକ ଦିନ ପର୍ଯ୍ୟନ୍ତ ଧ୍ୟାନରେ ଲିପ୍ତ ରହିବା ପାଇଁ ଭୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ମେଣ୍ଟାଇବା ପାଇଁ ଏହି ଅପାମାର୍ଗ ଗଛର ସେବନ କରୁଥିଲେ। ଏଥିରେ ପ୍ରଚୁର ପ୍ରୋଟିନ୍ ରହିଛି, ଯାହାକି ଅଧିକ ସମୟ ପର୍ଯ୍ୟନ୍ତ ପେଟକୁ ପୂର୍ଣ୍ଣ ରହିବ। କୁହାଯାଏ ଯେ ସମୁଦ୍ର ମନ୍ଥନ ସମୟରେ କିଛି ବୁନ୍ଦା ଅମୃତ ଏହି ଗଛରେ ପଡ଼ିଥିଲା। ତେଣୁ ଏହି ଗଛର ମୂଳରେ ଗନ୍ଧା ବାସ କରନ୍ତି ବୋଲି କୁହାଯାଏ। ପୂର୍ବରୁ ଲୋକେ ଏହି ଗଛର ମୂଳରେ ନିଜର ଦାନ୍ତ ଘଷୁଥିଲେ। ଦାନ୍ତରେ କୌଣସି ପ୍ରକାର ସମସ୍ୟା ଥିଲେ ସେହି ସବୁ ସମସ୍ୟା ଏହି ଗଛର ପ୍ରୟୋଗ ଦ୍ୱାରା କମିଯିବ। ଆଣ୍ଠୁଗଣ୍ଠି ଯନ୍ତ୍ରଣା ଥିବା ଲୋକଙ୍କୁ ମଧ୍ୟ ଏହି ଗଛ ଦ୍ୱାରା ଉପଶମ ମିଳିଯିବ। ଯେଉଁ ବ୍ୟକ୍ତିଙ୍କର ଏହି ସମସ୍ୟା ରହିଛି, ସେମାନେ ଏହି ଗଛର ମୂଳକୁ ଆଣି ଖରାରେ ଶୁଖାଇ ଗୁଣ୍ଡ କରି ନିଅନ୍ତୁ। ଏହାପରେ ଅଳ୍ପ ଗୁଣ୍ଡକୁ ନେଇ ସେଥିରେ ଅଳ୍ପ ସୋରିଷ ତେଲ ମିଶାଇ ତାକୁ ଆଣ୍ଠୁଗଣ୍ଠି ଦରଜ ହେଉଥିବା ସ୍ଥାନରେ ମାଲିସ କଲେ ଯନ୍ତ୍ରଣା ଜନିତ ସମସ୍ୟା ଦୂର ହୋଇଯାଏ। ଯଦି ଆପଣଙ୍କର ଶତ୍ରୁ ଅଛନ୍ତି ଏବଂ ଆପଣଙ୍କର ବିନାଶ କରିବାକୁ ଚାହୁଁଛନ୍ତି, ତେବେ କେବଳ ଶନିବାର ଦିନ ଏହି ଗଛର ବୀଜକୁ ଆଣି ଏକ ନାଲି କପଡ଼ାରେ ବାନ୍ଧି ଶନିଦେବଙ୍କ ମୂର୍ତ୍ତି ସାମ୍ନାରେ ବସି ଶନି ମନ୍ତ୍ର ପାଠ କରନ୍ତୁ। ଏହାକୁ 51 ଥର ପାଠ କରନ୍ତୁ। ସେହି ନାଲି କପଡ଼ାରେ ବାନ୍ଧିଥିବା ବୀଜକୁ ନିଃସଙ୍ଗ ସ୍ଥାନରେ ରଖି ଦିଆଯାଉ। ଦେଖିବେ ଶତ୍ରୁ ଯେତେ ଶକ୍ତିଶାଳୀ ହେଲେ ବି ଶାନ୍ତ ହୋଇଯିବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ, ବେଲ୍ ଆଇକନ୍ ଅଲ୍ରେ ପ୍ରେସ୍ କରିବେ, କାରଣ ପ୍ରଥମ ଭିଡ଼ିଓଟି ଆପଣଙ୍କ ପାଖକୁ ଯିବ। ଧନ୍ୟବାଦ।